ସମସ୍ତ ବିଦ୍ୟାର୍ଥୀ ଓ ଶିକ୍ଷାର୍ଥୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ 2024 ମସିହାର ସୁରଭି କାର୍ଯ୍ୟକ୍ରମ ପାଇଁ ଆମର ଚିଠି ଆସିଯାଇଛି। କ୍ରିଏଟିଭ୍ ରାଇଟିଂ ବା ସୃଜନାତ୍ମକ ଲିଖନ ଟପିକ୍ଟି ଅଛି ଆମ ଲୋକକଳା ଆମ ଗୌରବ। ଏଇଟା ହେଉଛି ଆମର କନିଷ୍ଠ ବିଭାଗ ପାଇଁ 4ଥରୁ 7ମ ପର୍ଯ୍ୟନ୍ତ। ତେଣୁ ସେଇ ଲୋକକଳାକୁ ନେଇ ମୁଁ ଗୋଟିଏ କବିତା ଲେଖିଛି। ଏହାକୁ ଗଦ୍ୟରେ ଲେଖିଲେ ହେବ ବି ପଦ୍ୟରେ ଲେଖିଲେ ହେବ। ତେଣୁ ମୁଁ ଆଜି ଗଦ୍ୟରେ ଲେଖିଛି, ଯାହାକି ଅଧିକ ଜଜେସ୍ମାନଙ୍କୁ ଇମ୍ପ୍ରେସ୍ କରିପାରିବ କବିତା। ତେଣୁ ଆଉ ଡେରି ନକରି ଆରମ୍ଭ କରିବା। ଆମ ଲୋକକଳା ଆମ ଗୌରବ। ଉତ୍କୃଷ୍ଟ କଳାର ରାଜ୍ୟ ମୋ ଉତ୍କଳ, ମନଲୋଭା କଳାକୃତି ଝାଟି ମାଟି ପୁଣି ପଥର ଛାତିରେ ଲେଖିଛି କଳାର ଗୀତି। ପୃଥିବୀର ଯେଉଁ ସପ୍ତାଶ୍ଚର୍ଯ୍ୟ ଅଛି, କୋଣାର୍କ ତା ମଧ୍ୟେ ଏକ। ଯୁଗ ଯୁଗ ପାଇଁ ବଢ଼େଇ ଜାତିର ରଖିଛି ଧରମା ଟେକ। କୋଟି ଓଡ଼ିଆର ମଉଡ଼ମଣି ମୋ, ଜଗତର ନାଥ ଯିଏ। କୋଟି ଓଡ଼ିଆର ମଉଡ଼ମଣି ମୋ, ଜଗତର ନାଥ ଯିଏ। ଶୋଇପାରେନା ସେ ଦେବଦାସୀ ନୃତ୍ୟ, କଳା ନ ଦେଖିବା ଯାଏ। କେତେ ଲୋକନୃତ୍ୟ କେତେ ପୁଣି ଗୀତ ଶିଖିଛି ଓଡ଼ିଆ ଜାତି। ସଂସ୍କୃତି ସହିତ ଜଡ଼ିତ ହୋଇ ସେ ଦେଖାଇଛି କଳାକୃତି। ଆଜି ନୁହେଁ କି ସେ, କାଲି ବି ତ ନୁହେଁ, ବହୁ ପୁରାତନ କଳା। ଏହି କଳାକୁ ସେ କରି ଗଳାମାଳା, ଭୁଲିଛି ଅନ୍ତର ଜ୍ୱାଳା। ଦେଶ ବିଦେଶରେ କେତେ ଲୋକପ୍ରିୟ, ପିପିଲି ଚାନ୍ଦୁଆ ଆମ। ସମ୍ବଲପୁରୀ ଶାଢ଼ୀ, ବ୍ରହ୍ମପୁର ପାଟ, ସବୁଠି ଓଡ଼ିଆ ନାମ। ପାଲା ଦାସକାଠିଆ, ଘୋଡ଼ା ନାଚ ପୁଣି ବାଉଁଶ ରାଣୀର ଖେଳ। ଆଦିବାସୀମାନେ ହାତେ ହାତ ଛନ୍ଦି ନାଚନ୍ତି ଦଳକୁ ଦଳ। ଛଉ ଓଡ଼ିଶୀକୁ ଡାଲ ଖାଇ ନାଚ, ଲୋକକଳାର ଆଧାର। କଟକ ସହର ତାରକସି କାମ, ସବୁଠି ଚାହିଦା ତାର। ଏତେ ଲୋକକଳା ରହିଅଛି ପୁରୀ, ଓଡ଼ିଶା ରାଇଜେ ମୋର। ଗରବରେ ଛାତି ଯାଉଛି ମୋ ଫାଟି, ଧନ୍ୟ ମୋ କଳାକାର। ଏତେ ଲୋକକଳା ରହିଅଛି ପୁରୀ, ଓଡ଼ିଶା ରାଇଜେ ମୋର। ଗରବରେ ଛାତି ଯାଉଛି ମୋ ଫାଟି, ଧନ୍ୟ ମୋ କଳାକାର। ଆମ ଲୋକକଳା ଆମ ଗୌରବ, ଏ ତ ଆମ ପରିଚୟ। ଆମ ଲୋକକଳା ଆମ ଗୌରବ, ଏ ତ ଆମ ପରିଚୟ। ଲୁପ୍ତ ହେବା ପାଇଁ ଦେବା ନାହିଁ କେବେ, କରିବା ପୁନରୁଦ୍ଧାର।